ଗାଁର ସକାଳ। ଓଡ଼ିଶାର ଗୋଟିଏ ଛୋଟ ଗାଁ। ସକାଳର ହାଲୁକା କୁହୁଡ଼ି ଭିତରୁ ସୂର୍ଯ୍ୟ ଆଲୋକ ଧୀରେ ଧୀରେ ବାହାରୁଛି। ମାଟିର ରାସ୍ତା, ଝୁପୁଡ଼ି ଘର, ତାଳ ଓ ବଟବୃକ୍ଷ। ଗାଁ ଲୋକେ ନିଜ ନିଜ କାମକୁ ଯାଉଛନ୍ତି। ଏହି ଗାଁରେ ରହୁଥିଲେ ଗୋଟିଏ ସାଧାରଣ ପରିବାର, କିନ୍ତୁ ଗପଟି ଅସାଧାରଣ। ଏକ ଝୁପୁଡ଼ି ଘର, ମାଟି ଦେବାଲ, ଖରାପ ଛାତ ଭିତରେ ଅନ୍ଧାର। ସେହି ଘରେ ଥିଲେ ମାଧବ, ତାଙ୍କ ବାପା ଓ ମା। ଗରିବ ସେମାନଙ୍କ ସହିତ ସବୁବେଳେ ଥିଲା, କିନ୍ତୁ ଆଶା କେବେ ଘର ଛାଡ଼ି ନଥିଲା। ମାଧବ ସ୍ୱପ୍ନ ଭରା ଆଖି। ମାଧବ 12 ବର୍ଷର ଗୋଟିଏ ଛୋଟ ଛୁଆ। ପୁରୁଣା କପଡ଼ା ଖାଲି ପାଦ, କିନ୍ତୁ ତାଙ୍କ ଆଖିରେ ଥିଲା ବଡ଼ ସ୍ୱପ୍ନ। ସେ ବହିକୁ ଏମିତି ଧରିଥାଏ, ଯେମିତି ସେହି ବହି ହିଁ ତା ଭବିଷ୍ୟତ। ଦିନ ମଜୁରିଆ ବାପା। ମାଧବର ବାପା ଦିନ ମଜୁରିଆ। ସକାଳୁ ସନ୍ଧ୍ୟା ଧୂଳି କାମ କ୍ଳାନ୍ତି। ତଥାପି ପୁଅକୁ ଦେଖିଲେ ହସି କହୁଥିଲେ, ପଢ଼ ମାଧବ, ତୋ ଜୀବନ ଆମ ପରି ନ ହେଉ। ମାର ତ୍ୟାଗ। ମାଧବର ମା ଅନ୍ୟ ଘରେ କାମ କରୁଥିଲେ। ହାତ ପାଠି ଥିଲା, ମୁହଁ କ୍ଳାନ୍ତ, କିନ୍ତୁ ପୁଅ ପାଇଁ ତାଙ୍କ ହୃଦୟ ସଦା ଭରିଥିଲା। ଅଧା ପେଟ ଖାଇ ମଧ୍ୟ କହୁଥିଲେ, ପୁଅ ପଢ଼ିଲେ ହିଁ ଆମ ଦୁଃଖ ଶେଷ ହେବ। ସ୍କୁଲରେ ଅପମାନ। ସ୍କୁଲରେ ମାଧବ ସବୁବେଳେ ଅଲଗା। ଫଟା ବ୍ୟାଗ, ପୁରୁଣା ବହି। କେତେକ ପିଲା ହସୁଥାନ୍ତି। ଶିକ୍ଷକ ମଧ୍ୟ ସନ୍ଦେହର ଚକ୍ଷୁରେ ଦେଖୁଥିଲେ। ସେହିଦିନ ମାଧବ ବହୁତ ଭିତରେ ଭାଙ୍ଗି ପଡ଼ିଲା। ଏକା ହୋଇ କାନ୍ଦ କାନ୍ଦ ରାତିରେ କାନ୍ଦିବାକୁ ବସି ପଡ଼ିଲା। ଚନ୍ଦ୍ର ଆଲୋକ ତଳେ ମାଧବ ଏକା ବସି କାନ୍ଦୁଥିଲା। ପ୍ରଶ୍ନ ଥିଲା, ଗରିବ ହେବା କ'ଣ ମୋର ଦୋଷ? ଆଖିର ଲୁହ ଭିତରେ ମଧ୍ୟ ସ୍ୱପ୍ନ ଜଳୁଥିଲା। ବୃଦ୍ଧ ଗୁରୁଜୀ। ସେଦିନ ଗାଁର ବୃଦ୍ଧ ଗୁରୁଜୀ ମାଧବକୁ ଦେଖିଲେ। ସ୍ନେହରେ କହିଲେ, ପରିସ୍ଥିତି ମଣିଷକୁ ଛୋଟ କରେନି। ହାର ମାନିଲେ ମଣିଷ ଛୋଟ ହୁଏ। ସେହି କଥା ମାଧବର ଜୀବନ ବଦଳାଇ ଦେଲା। ଦର୍ଶକ ବନ୍ଧୁ, ଗପଟିକୁ ଆଗକୁ ନେବା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଏକ ସୁନ୍ଦର କମେଣ୍ଟ କରିଦିଅନ୍ତୁ। ରାସ୍ତା ଆଲୋକ ତଳେ ପାଠ ପଢ଼ା। ସେଠାରୁ ଆରମ୍ଭ ଦିନେ କାମ। ରାତିରେ ପଢ଼ା, ରାସ୍ତା ଆଲୋକ ତଳେ ବହି। ପୋକ କାମୁଡ଼ା ଥକା ଶରୀର, କିନ୍ତୁ ମନରେ ଥିଲା ଦୃଢ଼ ସଂକଳ୍ପ। ସଂଘର୍ଷ। ହାତରେ ଛାଲ, ଆଖିରେ ଘୁମ ନାହିଁ, କିନ୍ତୁ
ମାଧବ କହୁଥିଲା ଆଜି କଷ୍ଟ କାଲି ଆଲୋକ। ପରୀକ୍ଷା ଫଳ ଦିନ ଆସିଲା, ପରୀକ୍ଷା ଫଳ ବାହାରିଲା। ମାଧବ ପ୍ରଥମ ଶ୍ରେଣୀ। ଲୁହ ଓ ହସ ଏକା ସାଙ୍ଗରେ, ଗାଁ ଲୋକେ ଆଶ୍ଚର୍ଯ୍ୟ। ଗାଁର ଗର୍ବ, ଏହା ଆମ ମାଧବ। ଗାଁ ଗର୍ବିତ। ସେଇ ଛୁଆ ଯାହାକୁ ଲୋକେ ହସୁଥିଲେ, ସେ ଆଜି ସମସ୍ତଙ୍କ ପ୍ରେରଣା। ବଡ଼ ମଣିଷ ମାଧବ। ବର୍ଷ କେତେ ପରେ ମାଧବ ସଫଳତା। ସରଳ ଓ ନମ୍ର ଆତ୍ମବିଶ୍ୱାସୀ ସଫଳତା ତାକୁ ବଦଳାଇ ଦେଇଥିଲା। ସଂଘର୍ଷ ତାକୁ ଗଢ଼ିଥିଲା। ଗାଁରେ ନୂଆ ସ୍କୁଲ, ସେଇ ଗାଁରେ ନୂଆ ସ୍କୁଲ। ମାଧବର ସ୍ୱପ୍ନ ଏବେ ଅନ୍ୟ ପିଲାଙ୍କ ଭବିଷ୍ୟତ। ଦର୍ଶକ ବନ୍ଧୁ, ମାଧବ ଭଳି ଏକ ଗରିବ ପିଲା ଯେ କି କଷ୍ଟ କରି ଶେଷରେ ସଫଳତା ପାଇଲା, କିନ୍ତୁ ଏଥିରୁ ଆମକୁ ଗୋଟିଏ କଥା ଶିଖିବା ପାଇଁ ମିଳୁଛି ଯେ ଯଦି ଆମର ଆତ୍ମବିଶ୍ୱାସ ଥିବ ନା, ନିଶ୍ଚିତ ଭବିଷ୍ୟତରେ ଆମେ ସଫଳ ହୋଇ ବାହାରିବା। ତ ଦର୍ଶକ ବନ୍ଧୁ, ଯଦି ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ନିଶ୍ଚୟ ଭାବରେ ସବସ୍କ୍ରାଇବ୍ କରିଦେବେ ଏବଂ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦେବେ।